ओम श्री साईराम ମୁଁ ଶ୍ରୀ କୃଷ୍ଣଚନ୍ଦ୍ର ଶତପଥୀ। ପ୍ରିୟ ଦର୍ଶକ ବନ୍ଧୁ, ମୋ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ପ୍ରିୟ ଦର୍ଶକ ବନ୍ଧୁ, ଆଜି ଜାଣିବା ସାପ୍ତାହିକ ରାଶିଫଳ 6-10-2025ରୁ 12-10-2025। ଏହି ସପ୍ତାହରେ ଏହି ରାଶିମାନଙ୍କର ଭାଗ୍ୟ ନବମ ପଞ୍ଚମ ରାଜଯୋଗ ଗଠନ ସୃଷ୍ଟି ହୋଇଥିବାରୁ ହେବେ ମାଲାମାଲ। ଗ୍ରହ ଗତିବିଧି ଯୋଗୁଁ ସାପ୍ତାହିକ ରାଶିଫଳ ଆକଳନ କରାଯାଏ। ଗ୍ରହମାନଙ୍କର ଗତିବିଧି ଯୋଗୁଁ ଆସନ୍ତା ସପ୍ତାହ କିଛି ରାଶି ପାଇଁ ଅତ୍ୟନ୍ତ ଶୁଭ ହେବାକୁ ଯାଉଥିବା ବେଳେ ଅନ୍ୟ ରାଶିଗୁଡ଼ିକ ସାବଧାନ ହେବା ଆବଶ୍ୟକ। ମେଷ ରାଶି। ମେଷ ରାଶିର ବ୍ୟକ୍ତିମାନେ ଏହି ସପ୍ତାହ ଆପଣଙ୍କ ପାଇଁ ଶକ୍ତି ଓ ନୂତନ ସୁଯୋଗ ଆଣିଦେବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କଠିନ ପରିଶ୍ରମ ଫଳପ୍ରଦ ହେବ ଏବଂ ଆପଣଙ୍କ ଉପରିଷ୍ଠ ଅଧିକାରୀମାନେ ଆପଣଙ୍କ କାମରେ ସନ୍ତୁଷ୍ଟ ହେବେ। ଚାକିରି ପରିବର୍ତ୍ତନ କରିବାକୁ ଚାହୁଁଥିଲେ ସେମାନଙ୍କ ପାଇଁ ଅନୁକୂଳ ସୃଷ୍ଟି ହେବ। ଆର୍ଥିକ ସ୍ଥିରତା ସୁଦୃଢ଼ ରହିବ, କିନ୍ତୁ ଖର୍ଚ୍ଚ ବୃଦ୍ଧି ହେବ। ପ୍ରେମ ସମ୍ପର୍କ ଆହୁରି ଗଭୀର ହେବ। ଆପଣଙ୍କର ସ୍ୱାସ୍ଥ୍ୟରେ ଯତ୍ନ ନିଅନ୍ତୁ। ବୃଷ ରାଶି। ବୃଷ ରାଶିର ବ୍ୟକ୍ତିମାନେ ଆପଣ ଆପଣଙ୍କ ପରିବାର ସହିତ ସମୟ ବିତାଇବେ। ଘରେ କୌଣସି ଶୁଭ ଘଟଣା କିମ୍ବା ଉତ୍ସବ ହୋଇପାରେ। ଚାକିରି କ୍ଷେତ୍ରରେ ପ୍ରଶଂସିତ ଓ ପଦୋନ୍ନତି ପାଇବେ। ବ୍ୟବସାୟ ଓ ବାଣିଜ୍ୟରେ ଲାଭବାନ ହେବେ। ବ୍ୟୟ ଅପେକ୍ଷା ଆୟର ବୃଦ୍ଧି ଘଟିବ। ଆର୍ଥିକ ସୁସ୍ଥତା ସନ୍ତୋଷଜନକ ହେବ। ବୈବାହିକ ଜୀବନ ସୁଖ ରହିବ ଏବଂ ଆପଣ ଆପଣଙ୍କ ଜୀବନ ସାଥୀଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ପାଇବେ। ଛାତ୍ରଛାତ୍ରୀମାନେ ବିଦ୍ୟା କ୍ଷେତ୍ରରେ ଉପକୃତ ହେବେ। ମିଥୁନ ରାଶି। ମିଥୁନ ରାଶିର ବ୍ୟକ୍ତିମାନେ କାର୍ଯ୍ୟକ୍ଷେତ୍ରରେ ବ୍ୟସ୍ତ ରହିବେ। ଆପଣ ଆପଣଙ୍କର ସୃଜନଶୀଳ ଚିନ୍ତାଧାରା ଦ୍ୱାରା ଆପଣଙ୍କ ସହକର୍ମୀଙ୍କୁ ପ୍ରଭାବିତ କରିବେ। ତଥାପି ଆପଣଙ୍କର କ୍ରୋଧ ଏବଂ ଉତ୍ସାହକୁ ନିୟନ୍ତ୍ରଣ କରିବା ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ଦ୍ୱନ୍ଦ୍ୱର କାରଣ ହୋଇପାରେ। ଦୂର ଯାତ୍ରାରେ ସଫଳ ହେବେ ଏବଂ ଲାଭଦାୟକ ହେବେ। ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ସଫଳତା ପାଇବେ ଓ ପ୍ରେମ ଜୀବନରେ ଉତ୍ଥାନ ଓ ପତନ ହୋଇପାରେ। କର୍କଟ ରାଶି। କର୍କଟ ରାଶିର ବ୍ୟକ୍ତିମାନେ କଠିନ ପରିଶ୍ରମ ଦ୍ୱାରା ଭଲ ଫଳାଫଳ ପାଇବେ। ବ୍ୟବସାୟ ଓ ବାଣିଜ୍ୟରେ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ ଓ ଆର୍ଥିକ ଲାଭ ସମ୍ଭବ ହେବ। ଚାକିରି ଓ କର୍ମକ୍ଷେତ୍ରରେ ପଦୋନ୍ନତି ଓ ପ୍ରଶଂସିତ ହେବେ। ପରିବାରରେ ସ୍ନେହ ଓ ସମନ୍ୱୟ ରହିବ। ଆପଣ କୌଣସି ସମ୍ପର୍କୀୟଙ୍କୁ ଭେଟି ପାରନ୍ତି। ବୈବାହିକ ଜୀବନ ସୁଖମୟ ହେବ ଓ ଆପଣ ଜୀବନ ସାଥୀଙ୍କ ଠାରୁ ସମର୍ଥନ ପାଇବେ। ସିଂହ ରାଶି। ସିଂହ ରାଶିର ବ୍ୟକ୍ତିମାନେ ଏହି ସପ୍ତାହରେ ଆପଣଙ୍କର ନେତୃତ୍ୱ ଓ କ୍ଷମତା ଚମକିବ। ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ, ଯେଉଁଠାରେ ଆପଣ ସଫଳ ହେବେ। ବ୍ୟବସାୟ ଓ ବାଣିଜ୍ୟରେ ସଫଳ ସହିତ ଉନ୍ନତି କରିବେ। ବ୍ୟୟ ଅପେକ୍ଷା ଆୟର ପରିମାଣ ବଢ଼ିବ। ପାରିବାରିକ ଜୀବନ ସୁଖ ରହିବ। ଆପଣ ଆପଣଙ୍କ ପିଲାମାନଙ୍କ ଠାରୁ ଖୁସି ଖବର ପାଇବେ। ଆପଣଙ୍କର ପ୍ରେମ ଜୀବନ ସୁଖମୟ ହେବ। ଜୀବନସାଥୀ ଆପଣଙ୍କୁ ସାଥ ଦେବେ। ଛାତ୍ରଛାତ୍ରୀମାନେ ବିଦ୍ୟା କ୍ଷେତ୍ରରେ ସଫଳ ହେବେ ଏବଂ ପୁରାତନ ରୋଗରୁ ମୁକ୍ତି ମିଳିବ। କନ୍ୟା ରାଶି। କନ୍ୟା ରାଶିର ବ୍ୟକ୍ତିମାନେ ଏହି ସପ୍ତାହରେ ଆତ୍ମନିରୀକ୍ଷଣ ଓ ଆପଣଙ୍କର ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବାର ସମୟ। ଚାକିରି କ୍ଷେତ୍ରରେ ପ୍ରଶଂସା ଓ ପଦୋନ୍ନତି ମିଳିବ। ଆର୍ଥିକ ମାମଲାରେ ସତର୍କତା ଅବଲମ୍ବନ କରନ୍ତୁ, ବିଶେଷ କରି ଋଣ କିମ୍ବା ଋଣ ନେବା ସମୟରେ। ପରିବାରରେ କିଛି ସମୟ ଦିଅନ୍ତୁ। ପ୍ରେମ ସମ୍ପର୍କରେ ଛୋଟ ଛୋଟ କଥାରେ ମତଭେଦ ସମ୍ଭବ ଓ ଆପଣଙ୍କର ସ୍ୱାସ୍ଥ୍ୟ ସ୍ୱାଭାବିକ ରହିବ। ତୁଳା ରାଶି। ଏ ସପ୍ତାହରେ ଆପଣ ନିଜର ଆତ୍ମବିଶ୍ୱାସ ଓ କୌଶଳ ଦ୍ୱାରା ଲୋକମାନଙ୍କୁ ଜିତିପାରିବେ। କର୍ମକ୍ଷେତ୍ରରେ ଆପଣଙ୍କୁ ପ୍ରଶଂସା ପାଇବେ ଓ ନୂତନ ପ୍ରକଳ୍ପରେ ବ୍ୟବସାୟ ଓ ବାଣିଜ୍ୟ ଉନ୍ନତି କରିବେ ଓ ଅଧିକ ଲାଭବାନ ହେବେ। ପାରିବାରିକ ଜୀବନ ସୁଖ ରହିବ। ପ୍ରେମ ସମ୍ପର୍କରେ ମଧୁର ଆସିବ। ଆପଣଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ବିଛା ରାଶି। ଏହି ସପ୍ତାହରେ ଆପଣଙ୍କର ଉତ୍ଥାନ ଓ ପତନରେ ପରିପୂର୍ଣ୍ଣ ହୋଇ ରହିବ। କାର୍ଯ୍ୟକ୍ଷେତ୍ରରେ କିଛି ବାଧା ଉପୁଜିପାରେ,
କିନ୍ତୁ ଧୈର୍ଯ୍ୟ ସହିତ ଆପଣ ସେଗୁଡ଼ିକୁ ଦୂର କରିପାରିବେ। ଆର୍ଥିକ ଖର୍ଚ୍ଚ ଅଧିକ ହେବ, ତେଣୁ ଆପଣଙ୍କ ବଜେଟ୍ ଉପରେ ଧ୍ୟାନ ଦିଅନ୍ତୁ। ଆପଣଙ୍କର ପ୍ରେମ ଜୀବନରେ ଭୁଲ ବୁଝାମଣା ଦୂର ହେବ ଏବଂ ସମ୍ପର୍କ ମଜବୁତ ରହିବ। ଆପଣଙ୍କର ସ୍ୱାସ୍ଥ୍ୟ ଓ ପରିବାର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଛାତ୍ରୀମାନେ ବିଦ୍ୟା କ୍ଷେତ୍ରରେ ଧ୍ୟାନ ଦିଅନ୍ତୁ। ଧନୁ ରାଶିର ବ୍ୟକ୍ତିମାନେ ଏ ସପ୍ତାହରେ ଆପଣଙ୍କର ସାମାଜିକ ପରିସର ବିସ୍ତାରିତ ହେବ ଏବଂ କର୍ମକ୍ଷେତ୍ରରେ ଆପଣଙ୍କୁ ଉଚ୍ଚ ଅଧିକାରୀଙ୍କ ଠାରୁ ସମର୍ଥନ ମିଳିବ। ଆପଣଙ୍କ କାର୍ଯ୍ୟରେ ପ୍ରଶଂସା କରାଯିବ। ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ବାଣିଜ୍ୟ ଓ ବ୍ୟବସାୟରେ ଲାଭବାନ ହେବେ। ପରିବାରରେ ଖୁସି ଓ ଶାନ୍ତି ବଜାୟ ରହିବ। ପ୍ରେମ ସମ୍ପର୍କ ମଧୁର ରହିବ। ଅବିବାହିତ ବ୍ୟକ୍ତିମାନେ ଭଲ ଖବର ପାଇପାରନ୍ତି। ଯାତ୍ରା ଲାଭଦାୟକ ହେବ। ମକର ରାଶିର ବ୍ୟକ୍ତିମାନେ ଏହି ସପ୍ତାହରେ ଆପଣଙ୍କ କଠିନ ପରିଶ୍ରମ ଓ ଧୈର୍ଯ୍ୟର ପରୀକ୍ଷା କରିବ। ଆପଣ କାମରେ ଚ୍ୟାଲେଞ୍ଜରେ ସମ୍ମୁଖୀନ ହେବେ, କିନ୍ତୁ ଆପଣଙ୍କ କଠିନ ପରିଶ୍ରମ ଏବଂ ବୁଦ୍ଧିମତ୍ତା ଆପଣଙ୍କୁ ସଫଳ ହେବାରେ ସାହାଯ୍ୟ କରିବ। ଆପଣଙ୍କର ଆର୍ଥିକ ପରିସ୍ଥିତି ସ୍ୱାଭାବିକ ରହିବ। ପରିବାରରେ କୌଣସି ସଦସ୍ୟଙ୍କ ସହିତ ବିବାଦ ହୋଇପାରେ, ତେଣୁ ଧୈର୍ଯ୍ୟ ରଖନ୍ତୁ। ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ। ଆପଣଙ୍କ ପ୍ରେମ ଜୀବନରେ ସ୍ଥିରତା ରହିବ। କୁମ୍ଭ ରାଶିର ବ୍ୟକ୍ତିମାନେ ଏହି ସପ୍ତାହଟି ନୂତନ ସୁଯୋଗ ଓ ସଫଳତା ଆଣି ଦେବ। ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ, ଯାହାକୁ ଆପଣ ସଫଳତାର ସହ ପୂରଣ କରିବେ। ବ୍ୟବସାୟୀମାନେ ଭାଗୀଦାରୀରୁ ଲାଭ ପାଇବେ। ଆର୍ଥିକ ସ୍ଥିରତା ସୁଦୃଢ଼ ରହିବ। ପାରିବାରିକ ଜୀବନ ଆନନ୍ଦମୟ ଓ ଶାନ୍ତିପୂର୍ଣ୍ଣ ରହିବ। ପ୍ରେମ ଜୀବନ ମଧୁର ହେବ ଏବଂ ବୈବାହିକ ଘନିଷ୍ଠତା ବୃଦ୍ଧି ପାଇବ। ମୀନ ରାଶିର ବ୍ୟକ୍ତିମାନେ ଏହି ସପ୍ତାହରେ ସନ୍ତୁଳନ ଓ ଧୈର୍ଯ୍ୟ ଆବଶ୍ୟକ। କର୍ମକ୍ଷେତ୍ରରେ ଆପଣଙ୍କ ପ୍ରୟାସ ସଫଳ ହେବ ଏବଂ ପଦୋନ୍ନତି କିମ୍ବା ନୂତନ ଦାୟିତ୍ୱ ମିଳିବାର ସୂଚନା ରହିଛି। ବିଶେଷ କରି ନିବେଶ ମାଧ୍ୟମରେ ଆର୍ଥିକ ଲାଭ ହେବ। ଆପଣ ପାରିବାରିକ ସମର୍ଥନ ପାଇବେ। ପ୍ରେମ ସମ୍ପର୍କ ଆହୁରି ଘନିଷ୍ଠ ହେବ। ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ ଓ ପୁରାତନ ରୋଗରୁ ମୁକ୍ତି ମିଳିବ। ଜୟ ଜଗନ୍ନାଥ। प्रिय दर्शक बंधु, जदि मो भिडियोटी आपमनकु भल लगुଥାଏ तेबे भिडियोरे लाइक देबे, कमेंट करेंगे और भिडियोटी को शेयर करदेवे। आउ चैनल टी को सब्सक्राइब करने को भूलिबे नहीं। जय जगन्नाथ।